नमस्कार ସମସ୍ତଙ୍କୁ ସାରା ଅଫିସିଆଲକୁ ସ୍ୱାଗତ ଜଣାଉଛି। ତ ଆଜିର ଟପିକଟି କ'ଣ ରହିଛି ନା ସାଧାରଣ ଜ୍ଞାନ ଉପରେ ଆଜି ଜାଣିବା। ସାଧାରଣ ଜ୍ଞାନ ଆମ ପାଇଁ କେତେ ଜରୁରୀ ସେଇଟା ତ ଆପଣମାନେ ଜାଣିଛନ୍ତି। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସମସ୍ତଙ୍କୁ ଅନୁରୋଧ କରିବି ଭିଡ଼ିଓରେ ଶେଷ ଯାଏଁ ରୁହନ୍ତୁ ଆଉ ଜାଣନ୍ତୁ। ତ 1 ନମ୍ବର କ'ଣ ଅଛି ନା 1 ନମ୍ବର ଅଛି କେଉଁ ରେଖା ଭାରତ ଓ ଚୀନକୁ ବିଭାଜିତ କରିଛି ବା ଭାଗ କରିଛି? ଏହାର ସଠିକ୍ ଉତ୍ତର କ'ଣ ନା ମ୍ୟାକ୍-ମୋହନ ଲାଇନ୍। 2 ନମ୍ବରକୁ ଯିବା। 2 ନମ୍ବର କ'ଣ କହୁଛି ନା ଭାରତୀୟ ଜାତୀୟ କଂଗ୍ରେସ ଦଳ କେବେ ଗଠିତ ହେଲା? ଏହାର ସଠିକ୍ ଉତ୍ତର କ'ଣ ନା ଡିସେମ୍ବର 28, 1885ରେ। ତାପରେ 3 ନମ୍ବରକୁ ଯିବା। କେଉଁ ରାଜ୍ୟର ଜନସଂଖ୍ୟା 10 ଲକ୍ଷରୁ ବି କମ୍? ଏହାର ସଠିକ୍ ଉତ୍ତର କ'ଣ ନା ସିକିମ୍। 4 ନମ୍ବରକୁ ଯିବା। ଏସିଆ ମହାଦ୍ୱୀପରେ ସମୁଦାୟ କେତୋଟି ଦେଶ ଅଛି? ଏହାର ସଠିକ୍ ଉତ୍ତର କ'ଣ ନା 48ଟି। 48ଟି ଦେଶ କ'ଣ ନା ଏସିଆ ମହାଦ୍ୱୀପରେ ଅଛି। ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ତ 5 ନମ୍ବର କ'ଣ ଅଛି ନା ପୃଥିବୀରେ ସମୁଦାୟ କେତେ ପ୍ରତିଶତ ଜଳ ରହିଛି? ଏହାର ସଠିକ୍ ଉତ୍ତର କ'ଣ ନା 71% ହେଲା। ତାପରେ ଯିବା 6 ନମ୍ବରକୁ। 6 ନମ୍ବର କ'ଣ କହୁଛି ନା କେଉଁ ଜୀବ 200 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ? ଏହାର ସଠିକ୍ ଉତ୍ତର କ'ଣ ନା କଇଁଛ। 7 ନମ୍ବରକୁ ଯିବା। 7 ନମ୍ବର କ'ଣ କହୁଛି ନା କେଉଁ ରାଜା ନିଜ ଝିଅକୁ ବିବାହ କରିଥିଲେ? ଏହାର ସଠିକ୍ ଉତ୍ତର କ'ଣ ନା ରାଜା ଅଗସ୍ତ୍ୟ। 8 ନମ୍ବରରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି କିଏ? ଏହାର ସଠିକ୍ ଉତ୍ତର କ'ଣ ନା ମୁକେଶ ଆମ୍ବାନୀ ହେଉଛନ୍ତି କ'ଣ ନା ଭାରତର ସବୁଠାରୁ ଧନୀ ବ୍ୟକ୍ତି। ତାପରେ 9 ନମ୍ବରକୁ ଯିବା। 9 ନମ୍ବରରେ କ'ଣ କହୁଛି ନା 9 ନମ୍ବର କ'ଣ କହୁଛି ନା ନାଳନ୍ଦା ବିଶ୍ୱବିଦ୍ୟାଳୟ କିଏ ନିର୍ମାଣ କରିଥିଲେ? ଏହାର ସଠିକ୍ ଉତ୍ତର କ'ଣ ନା କୁମାର ଗୁପ୍ତ। 10 ନମ୍ବରକୁ ଯିବା। ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ? ଏହାର ସଠିକ୍ ଉତ୍ତର 28 ଫେବୃଆରୀ। 11 ନମ୍ବରକୁ ଯିବା। ଜିରୋର ଉଦ୍ଭାବନ କିଏ କରିଥିଲେ? ହେଲା, ଜିରୋର ଉଦ୍ଭାବନ କିଏ କରିଥିଲେ ନା ଆର୍ଯ୍ୟଭଟ୍ଟ। 12 ନମ୍ବରକୁ ଯିବା। ମହାତ୍ମା ଗାନ୍ଧୀ କେବେ ମୃତ୍ୟୁବରଣ କରିଥିଲେ? ଏହାର ସଠିକ୍ ଉତ୍ତର କ'ଣ ନା 30 ଜାନୁଆରୀ 1948। 1948 କହିଲେ କ'ଣ ନା ଆମ ଦେଶ କେବେ ସ୍ୱାଧୀନ ହୋଇଥିଲା ନା 1947ରେ। ସେ ଗୋଟେ ବର୍ଷ ପରେ ମୃତ୍ୟୁବରଣ କରିଛନ୍ତି 1948 ହେଲା। ତ ଆପଣମାନଙ୍କ ପାଇଁ ଏଠି ଗୋଟେ କ୍ୱେଶ୍ଚନ୍ ରହିବ ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ ତାହାକୁ ଆପଣମାନେ କମେଣ୍ଟ ମାଧ୍ୟମରେ ଲେଖିକି ଜଣାନ୍ତୁ ହେଲା। ତାପରେ ଯିବା 13 ନମ୍ବରକୁ। 13 ନମ୍ବରରେ କ'ଣ କହୁଛି ନା ଭାରତ କାହାକୁ କେବେ ବି ଦଣ୍ଡ ଦିଏ ନାହିଁ, ମାନେ କାହାକୁ କେବେ ବି ଦଣ୍ଡ ଦେଇନାହିଁ ହେଲା ବା ଦେଇ ନଥାଏ। ଏହାର ସଠିକ୍ ଉତ୍ତର କ'ଣ ନା ରାଷ୍ଟ୍ରପତିଙ୍କୁ। ତାପରେ 14 ନମ୍ବରକୁ ଯିବା। ଭାରତର କେଉଁ ରାଜ୍ୟରେ ସବୁଠାରୁ ବେଶୀ ଅପରାଧୀ ହୋଇଥାଏ ବା ହୁଏ? ଏହାର ସଠିକ୍ ଉତ୍ତର କ'ଣ ନା ଉତ୍ତରପ୍ରଦେଶ। 15 ନମ୍ବରକୁ ଯିବା। ଭାରତର ଜାତୀୟ ବାକ୍ୟର ନାମ କ'ଣ? ଏହାର ସଠିକ୍ ଉତ୍ତର କ'ଣ ନା ସତ୍ୟମେବ ଜୟତେ। ତାପରେ ଯିବା 16 ନମ୍ବରକୁ। କେଉଁ ବ୍ୟକ୍ତି ପ୍ରଥମେ ପରମଚକ୍ର ପାଇଛନ୍ତି? ଏହାର ସଠିକ୍ ଉତ୍ତର କ'ଣ ନା ସୋମନାଥ ଶର୍ମା। ତାପରେ ଯିବା କ'ଣ 17 ନମ୍ବରକୁ। 17 ନମ୍ବରରେ କ'ଣ କହୁଛି ନା ହିନ୍ଦୀ ବର୍ଣ୍ଣମାଳାରେ ସମୁଦାୟ କେତୋଟି ଅକ୍ଷର ରହିଛି? ଏହାର ସଠିକ୍ ଉତ୍ତର କ'ଣ ନା 52ଟି। 52ଟି କ'ଣ ନା ହିନ୍ଦୀ ବର୍ଣ୍ଣମାଳାରେ ଅକ୍ଷର ରହିଛି। 18 ନମ୍ବରକୁ ଯିବା। 18 ନମ୍ବର କ'ଣ କହୁଛି ନା ଜାତୀୟ ଯୁବ ଦିବସରେ କାହାର ମୂର୍ତ୍ତିକୁ ପାଳନ କରାଯାଏ? ଆମର ଜାତୀୟ ଦିବସ ଯେଉଁ ଆମେ ପାଳନ କରୁ ତ ସେଇ ସମୟରେ କାହାର ମୂର୍ତ୍ତିକୁ କ'ଣ ନା ମାନେ ସେଠି କାହାର ମୂର୍ତ୍ତି ପାଳନ କରାଯାଏ ବୋଲି ସେ କହୁଛି। ତ ଏହାର ସଠିକ୍ ଉତ୍ତର କ'ଣ ନା ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତିକୁ। ତାପରେ 19 ନମ୍ବରକୁ କେଉଁ ରାଜ୍ୟରେ ଅଧିକ ଜଙ୍ଗଲ ରହିଛି? ଏହାର ସଠିକ୍ ଉତ୍ତର କ'ଣ ନା ମଧ୍ୟପ୍ରଦେଶ। ତାପରେ 20 ନମ୍ବରକୁ ଯିବା। ଭାରତର ସବୁଠାରୁ ବଡ଼ ଜିଲ୍ଲା କେଉଁଟି? ଏହାର ସଠିକ୍ ଉତ୍ତର କୁଚ୍ଛ। ସେଟା କେଉଁଠି ଅଛି ନା ଗୁଜୁରାଟ ଠାରେ ଅଛି। ତାପରେ 21 ନମ୍ବରକୁ ଯିବା। 21 ନମ୍ବରରେ କ'ଣ କହୁଛି ନା ବିଶ୍ୱରେ ସବୁଠାରୁ ଅଧିକ ଜନସଂଖ୍ୟା କେଉଁଠି ଦେଖିବାକୁ ମିଳେ? ଏହାର ସଠିକ୍ ଉତ୍ତର ଭାରତ। 22 ନମ୍ବରରେ କ'ଣ କହୁଛି ନା ବିଶ୍ୱର ଦ୍ୱିତୀୟ ବୃହତ୍ତମ ନଦୀ କେଉଁଟି? ଏହାର ସଠିକ୍ ଉତ୍ତର ଆମାଜନ ନଦୀ। 23 ନମ୍ବରରେ କଲମ୍ବସ୍ କେବେ
ଆମେରିକା ଆବିଷ୍କାର କରିଥିଲେ? ଏହାର ସଠିକ୍ ଉତ୍ତର 1992 1492 ସରି ଟିକେ ମିଷ୍ଟେକ୍ ହେଇଗଲା 1492ରେ। ତାପରେ ଯିବା 24 ନମ୍ବରକୁ। ସ୍ପେସ୍ ଟେକ୍ନୋଲୋଜି କେଉଁଠାରେ ଭଲ ରହିଛି? ସ୍ପେସ୍ ଟେକ୍ନୋଲୋଜି କେଉଁଠାରେ ଭଲ ରହିଛି? ଏହାର ସଠିକ୍ ଉତ୍ତର କ'ଣ ନା ୟୁଏସ୍ଏରେ କ'ଣ ନା ଟେକ୍ନୋଲୋଜି ସବୁଠାରୁ ଭଲ ରହିଛି। ତାପରେ ଯିବା 25 ନମ୍ବରକୁ। 25 ନମ୍ବରରେ କ'ଣ କହୁଛି ନା କେଉଁ ବର୍ଷ ପ୍ରଥମେ ଯାତ୍ରୀବାହୀ ରେଳଗାଡ଼ି ଚାଲିଥିଲା? ଏହାର ସଠିକ୍ ଉତ୍ତର କ'ଣ ନା 1853ରେ। ତାପରେ ଯିବା 26 ନମ୍ବରକୁ। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଏହାର ସଠିକ୍ ଉତ୍ତର ପ୍ରତିଭା ପାଟିଲ। 26 ନମ୍ବରକୁ ଯିବା। ଆଇରନ୍ ମ୍ୟାନ୍ ଭାବରେ କିଏ ଜଣାଶୁଣା ବା ଆମେ କାହାକୁ ଆଇରନ୍ ମ୍ୟାନ୍ ବୋଲି କହୁ? ଏହାର ସଠିକ୍ ଉତ୍ତର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। 28 ନମ୍ବର କ୍ୟୁଆର୍ ହେଲା। କ୍ୟୁଆର୍ କୋଡ଼୍ର ଫୁଲ୍ ଫର୍ମ କ'ଣ? ଆପଣମାନେ କ୍ୟୁଆର୍ ଫୋନ୍ ପେରେ ସମସ୍ତେ ଏବେ ତ ୟୁଜ୍ କରୁଛନ୍ତି, ବହୁତ ବିଭିନ୍ନ ଜାଗାରେ ଏ କ୍ୟୁଆର୍ କୋଡ଼୍ ୟୁଜ୍ ହେଉଛି ହେଲା। ତ ଏହାର ଫୁଲ୍ ଫର୍ମ କ'ଣ କହୁଛି ନା କ୍ୱିକ୍ ରେସ୍ପନ୍ସ କୋଡ଼୍ ହେଲା। କ୍ୱିକ୍ ରେସ୍ପନ୍ସ କୋଡ଼୍ କ୍ୟୁଆର୍ର ଫୁଲ୍ ଫର୍ମ। ତାପରେ 29 ନମ୍ବରକୁ ଯିବା। 29 ନମ୍ବର କ'ଣ କହୁଛି ନା କେଉଁ ମସିହାରେ ନରେନ୍ଦ୍ର ମୋଦି 1000 ଟଙ୍କା ଓ 500 ଟଙ୍କା ନୋଟ୍ ବ୍ୟାନ୍ କରିଥିଲେ? କେଉଁ ମସିହାରେ ନରେନ୍ଦ୍ର ମୋଦି 1000 ଟଙ୍କା ଓ 500 ଟଙ୍କା ନୋଟ୍କୁ ବ୍ୟାନ୍ କରିଥିଲେ? ଏହାର ସଠିକ୍ ଉତ୍ତର କ'ଣ ନା 2016ରେ। ତାପରେ 30 ନମ୍ବରକୁ ଯିବା। ପୃଥିବୀ କେଉଁ ଗ୍ରହ ଭାବରେ ଜଣାଶୁଣା? ଏହାର ସଠିକ୍ ଉତ୍ତର କ'ଣ ନା ବ୍ଲୁ ଗ୍ରହ ଭାବରେ ପୃଥିବୀ ଜଣାଶୁଣା। ତାପରେ 31 ନମ୍ବରକୁ ଯିବା। ଭାରତର ସବୁଠାରୁ ବୃହତ୍ତମ ପାର୍କର ନାମ କ'ଣ? ଏହାର ସଠିକ୍ ଉତ୍ତର କ'ଣ ନା ହେମିସ୍ ଜାତୀୟ ଉଦ୍ୟାନ ବା ହେମିସ୍ ଜାତୀୟ ପାର୍କ। ତାପରେ ଯିବା 32 ନମ୍ବରକୁ। ଖ୍ରୀଷ୍ଟ ରେଜିମାର ମୂର୍ତ୍ତି କେଉଁଠାରେ ଅବସ୍ଥିତ? ଏହାର ସଠିକ୍ ଉତ୍ତର ବ୍ରାଜିଲ ଠାରେ। ତାପରେ 33 ନମ୍ବରକୁ ଯିବା। 33 ନମ୍ବର କ'ଣ କହୁଛି ନା କେଉଁଠାରେ ପ୍ରଥମେ ଚେସ୍ ଖେଳର ଆରମ୍ଭ ହୋଇଥିଲା? ଏହାର ସଠିକ୍ ଉତ୍ତର କ'ଣ ନା ଭାରତ। ତାପରେ 34 ନମ୍ବର ଭୂତ ପ୍ରେତ ବିଷୟରେ କେଉଁ ବେଦରେ ଉଲ୍ଲେଖ କରାଯାଇଛି? ହେଲା। ଏହାର ସଠିକ୍ ଉତ୍ତର କ'ଣ ନା ଅଥର୍ବ ବେଦ। ତ ଏଠି ଆପଣମାନଙ୍କ ପାଇଁ ଗୋଟେ କ୍ୱେଶ୍ଚିନ୍ଟି ରହିବ, ଆମର ବେଦ କେତେ ପ୍ରକାର ଥିଲା ଆଉ କ'ଣ ସେଟା ଆପଣମାନେ କମେଣ୍ଟ ମାଧ୍ୟମରେ ଲେଖିକି ଜଣାନ୍ତୁ ହେଲା। 35ରେ ବା ଆଜିର ଶେଷ କ୍ୱେଶ୍ଚିନ୍। ତ ଆଜିର ଶେଷ କ୍ୱେଶ୍ଚିନ୍ କ'ଣ ଅଛି ନା ଭାରତର ପ୍ରଥମ ସ୍ୟାଟେଲାଇଟ୍ କାହାକୁ କୁହାଯାଏ? ଏହାର ସଠିକ୍ ଉତ୍ତର କ'ଣ ନା ଆର୍ଯ୍ୟଭଟ୍ଟଙ୍କୁ କୁହାଯାଏ। ଆର୍ଯ୍ୟଭଟ୍ଟ କ'ଣ ନା ଜିରୋର ଉଦ୍ଭାବନ ମଧ୍ୟ କରିଥିଲେ, ତାହାଙ୍କୁ କ'ଣ ନା ସ୍ୟାଟେଲାଇଟ୍ ମଧ୍ୟ କୁହାଯାଏ ହେଲା। ତ ଆଜିର ଭିଡ଼ିଓ ଏତିକି ଥିଲା। ଆଶା କରିବି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କମେଣ୍ଟ ନିହାତି କରନ୍ତୁ। ଆଉ ଯଦି ଭିଡ଼ିଓରେ କିଛି ଭୁଲ ରହିଯାଇଥାଏ ତାହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ମୁଁ ଭୁଲଟିକୁ ସୁଧାରିବା ପାଇଁ ଚେଷ୍ଟା କରିବି। ତ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ରହୁଛି।